ହୁମାନ ସାଗର ଆଉ ଏ ଦୁନିଆରେ ନାହାନ୍ତି। ଆଜି ତାଙ୍କ ପରଲୋକ ଘଟିଛି। ମୋର ପ୍ରିୟ ଦର୍ଶକ ବନ୍ଧୁ, 1990 ନଭେମ୍ବର 25 ତାରିଖରେ ତାଙ୍କ ଜନ୍ମ ହୋଇଥିଲା। ସେ ଏକ ବହୁତ ବଡ଼ ବଂଶଜରୁ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ପହଞ୍ଚିଥିଲେ ପ୍ରଭୁ ଯୀଶୁଙ୍କ ଆଶୀର୍ବାଦରୁ। ଭଏସ୍ ଅଫ୍ ଓଡ଼ିଶାରେ 2012ରେ ଯୋଗ ଦେଇଥିଲେ, ପୁଣି ସିଲେକ୍ସନ୍ ବି ହୋଇଥିଲେ। ସେଥିରୁ ତାଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା। ସେ ଜଣେ ମେଡ଼ିକାଲ ଡିପାର୍ଟମେଣ୍ଟରେ ଶିକ୍ଷା ଲାଭ କରୁଥିଲେ, ତଥାପି ମ୍ୟୁଜିକ୍ ପ୍ରତି ତାଙ୍କର ବହୁତ ଆଗ୍ରହ ଥିଲା। ମୋର ପ୍ରିୟ ଦର୍ଶକ ବନ୍ଧୁ, ଅନେକ ବାଧା ବିଘ୍ନ ପ୍ରତିବନ୍ଧକ ସତ୍ତ୍ୱେ ମଧ୍ୟ ନିଜ ପେଶା ବନାଇଥିଲେ। ଜଣେ ଖ୍ରୀଷ୍ଟିଆନ ସନ୍ତାନ ହୋଇ ମଧ୍ୟ ନିଜର ପେଶାକୁ ସବୁକିଛି ଭାବି ଫିଲ୍ମ, ଆଲବମ୍, ସମସ୍ତ ପ୍ରକାର ଗୀତ ଗାଇଲେ। କିନ୍ତୁ କେବେ ବି ପ୍ରଭୁ ଯୀଶୁଙ୍କର ଗୀତ ଗାଇବାକୁ ମନା କରିନଥିଲେ, କାରଣ ସେ ଜଣେ ପ୍ରଭୁ ଯୀଶୁଙ୍କର ସନ୍ତାନ। ଅବଶ୍ୟ ପ୍ରଭୁ ତାଙ୍କ ବିଚାର କରିବେ। ଆମେମାନେ ମନୁଷ୍ୟ ତାଙ୍କ ବିଷୟରେ କିଛି କହିବା ନାହିଁ, କାରଣ ପ୍ରଭୁ ଯୀଶୁ ନିଶ୍ଚୟ ତାଙ୍କର ସେ ସନ୍ତାନକୁ କ୍ଷମା ଦେବେ। ମୋର ପ୍ରିୟ ଦର୍ଶକ ବନ୍ଧୁ, ବହୁତ ସୁନ୍ଦର ସୁନ୍ଦର ଗୀତ ଗୁଡ଼ିକ ତାଙ୍କ ଭଏସ୍ରେ ସୁଟ୍ ହେଉଥିଲା, ଯାହାକି ଫିଲ୍ମ ଗୀତ, ଆଲବମ୍ ଗୀତ ତାହା ତ ସେମାନଙ୍କ ପାଇଁ ଆନନ୍ଦ ମୁତାବକ, କିନ୍ତୁ ପ୍ରଭୁ ଯୀଶୁଙ୍କର ସୁନ୍ଦର ଗୀତ ପାଇଁ ସେ ସୁର ପ୍ରଦାନ କରୁଥିଲେ। ଆଜି ସେ ଆମମାନଙ୍କ ଗହଣରେ ନାହାନ୍ତି। ଏକ ଦୁଃଖଦାୟକ ବିଷୟ। ଖ୍ରୀଷ୍ଟିଆନ ଗୀତ ଗାଇବା ପାଇଁ, ଖ୍ରୀଷ୍ଟିଆନ ଗୀତକୁ ସୁର ଦେବା ପାଇଁ ଆଉ ଏହି ପ୍ରକାର କଣ୍ଠଶିଳ୍ପୀ ମିଳିବା ଭାରି କଷ୍ଟକର। ସେ ଜୀବିକା ନିର୍ବାହ କରୁ କରୁ ଏତିକି ଭିତରେ ଆଉ କୌଣସି ସିଙ୍ଗର ପାଇପାରିଲେ ନାହିଁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଗୀତିକାର ଗୁଡ଼ିକ। ମୋର ପ୍ରିୟ ଦର୍ଶକ ବନ୍ଧୁ, ଅନେକ ଗୀତ ଗୁଡ଼ିକ ମଧ୍ୟ ଆଗକୁ ଆସୁଥିବା ବଡ଼ଦିନ ଉପଲକ୍ଷେ ପ୍ରସ୍ତୁତ କରାଯାଇଥିଲା, ତଥାପି ବି ଆଗକୁ କିଏ ଗୀତ ବୋଲିବ, ଏକ ଅଧୁରା ସ୍ୱପ୍ନ ହିଁ ରହିଯିବ। ଏକ ଦୁଃଖର ବିଷୟ ଯେ ଆମମାନଙ୍କ ଖ୍ରୀଷ୍ଟିଆନ ସମ୍ପ୍ରଦାୟରୁ ଏକ ଅଲିଭା ତାରା, ଯାହାକି ଲିଭି ଯାଇଛି ସବୁଦିନ ପାଇଁ, ସେ କଣ୍ଠସ୍ୱର ରୁଦ୍ଧ ହୋଇଯାଇଛି। ମୋର ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନେ ହୁମାନଙ୍କ ପରିବାର ପାଇଁ, ତାଙ୍କ ପିଲାପିଲି ପାଇଁ ପ୍ରାର୍ଥନା କରନ୍ତୁ।